हेलो स्टूडेंट्स 80तम स्वाधीनता दिवस उपलक्षे आपण एक सुंदर भाषणटे नहीं आसी तेज चलतु भिडटी को आरंभ करनवा। माननीय सभापति महोदय, सम्माननीय मुख्य अतिथि, आम विद्यालय गौरवनीय प्रधान शिक्षक, सम्मानित गुरुजन वृंद, अभिभावक वृंद एवं मोर प्रिय सांगसाथी माने, आज ही पवित्र दिन में यह पवित्र माटी रे आम गौरवर त्रिरंगा तले ठिया होई मु निजको अत्यंत गर्वित और भाग्यवान मन करुछि। ଏହି ମହାନ ଅବସରରେ ଉପସ୍ଥିତ ଆପଣମାନଙ୍କୁ ମୋର ହୃଦୟର ଅନ୍ତରତମ ପ୍ରଦେଶରୁ ଜଣାଉଛି 80ତମ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା। ଆଜି ଆମେ ଆମ ବିଦ୍ୟାଳୟରେ 80ତମ ସ୍ୱାଧୀନତା ଦିବସ ପାଳନ କରୁଛୁ। ଏହି ଅବସରରେ ମୁଁ କିଛି କହୁଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ସ୍ୱାଧୀନ ଶବ୍ଦଟି ସମସ୍ତଙ୍କ ପାଇଁ ସ୍ୱାଗତ ଯୋଗ୍ୟ, ପରାଧୀନ କଷ୍ଟଦାୟକ। ବଣର ପଶୁପକ୍ଷୀ ପଞ୍ଜୁରୀରେ ରହିବାକୁ ଚାହାନ୍ତି ନାହିଁ, କାରଣ ସମସ୍ତେ ମୁକ୍ତ, ସମସ୍ତେ ସ୍ୱାଧୀନ। ଜନ୍ମଠାରୁ ମୃତ୍ୟୁ, ମୃତ୍ୟୁଠାରୁ ଜନ୍ମ, ସମସ୍ତେ ସ୍ୱାଧୀନତା ହିଁ ଚାହାନ୍ତି। କାଳର କରାଳ ଗତିରେ ମଣିଷ ବା ଜାତି ପରାଧୀନ ହୋଇଯାଏ। ଦୁର୍ବଳତାର ସୁଯୋଗ ନେଇ ଦୃଢ଼ ଏକତା ଅଭାବରୁ ଶତ୍ରୁମାନେ ଆମ ଦେଶକୁ ଅନେକ ଦିନ ଧରି ଅଧିକାର କରିଥିଲେ। ସେତେବେଳେ କଥା କହିବା, କାମ କରିବା, ଖାଇବା, ପିଇବା, ବସିବା, ଉଠିବାରେ ଆମର ସ୍ୱାଧୀନତା ନଥିଲା। ଶାସକ ଯାହା ଚାହୁଁଥିଲେ, ଯେମିତି ଚାହୁଁଥିଲେ ଆମେ ସେମିତି ଚଳିବାକୁ ବାଧ୍ୟ ହେଉଥିଲୁ। ଇଂରେଜମାନେ ମାତ୍ର 30 ପାଉଣ୍ଡ ଖର୍ଚ୍ଚ କରି ଯେଉଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଢ଼ିଥିଲେ, ସେହି କମ୍ପାନୀ କେତେଟା ବର୍ଷ ଭିତରେ ଆମ ପବିତ୍ର ଭାରତ ଭୂଖଣ୍ଡକୁ କରାୟତ୍ତ କରିନେଲା। ସେତେବେଳେ ଭାରତର ଦୁର୍ବଳ ମୋଗଲ ବାଦଶାହ ବାହାଦୁର ଶାହ ଜାଫର ଭାରତୀୟଙ୍କ ମଧ୍ୟରେ ଏକତାର ଘୋର ଅଭାବ, ଭାଇ ଭାଇ ମଧ୍ୟରେ ଶିଖ ମନାଇ ମନୋଭାବ ଆମକୁ ପରାଧୀନ କରିଦେଲା। ଆର୍ଯ୍ୟବର୍ତ୍ତରେ ଅଶୁଭ ଶଙ୍କୁନ ଡେଣା ମେଲାଇଲା। 1757ର ପଲାସି ଯୁଦ୍ଧ, 1764ର ବକ୍ସାର ଯୁଦ୍ଧ ପରେ ଭାରତମାତା ଛିନ୍ନମସ୍ତା ହୋଇଗଲେ। ଭାରତବାସୀ ଅନାଥ ଆଶ୍ରମର ଅନାଥ ଶିଶୁ ହୋଇଗଲେ। ଜରାନିବାସରେ ଜରାଜର୍ଜରିତ ବୃଦ୍ଧ ପାଲଟିଗଲେ। ଯେଉଁ ମୁଣ୍ଡ ଊର୍ଦ୍ଧ୍ୱମୁଖୀ ଥିଲା ସେଦିନ ଅଧୋମୁଖୀ ହୋଇଗଲା। ତଥାପି ମହାଭାରତୀୟ ଜାତି ଇଂରେଜ ଶକ୍ତିର ପ୍ରଚଣ୍ଡ ମୁକାବିଲା କଲା। ସିରାଜ ଉଦ୍ଦୌଲାଠାରୁ ଆରମ୍ଭ କରି ଟିପୁ ସୁଲତାନ, ଜୟରାଜଗୁରୁଙ୍କଠାରୁ ଆରମ୍ଭ କରି ଲକ୍ଷ୍ମଣ ନାୟକଙ୍କ ପର୍ଯ୍ୟନ୍ତ ଦେଶ ପାଇଁ ପ୍ରାଣବଳି ଦେବାକୁ ଆଗେଇ ଆସିଲେ। ଶତ ସହସ୍ର ନରନାରୀ, ଯୁବକ ଯୁବତୀ, ଛାତ୍ରଛାତ୍ରୀ ପଙ୍ଗୁ ସନ୍ନ୍ୟାସୀ ଭାବରେ ସ୍ୱାଧୀନତା ଲାଗି ବଜ୍ର ସଂକଳ୍ପ ନେଲେ। ସେମାନେ ଚାହୁଁଥିଲେ ରକ୍ତ ବଦଳରେ ମୁକ୍ତି, ପରାଧୀନ ବଦଳରେ ସ୍ୱାଧୀନ। 1857ର ସିପାହୀ ବିଦ୍ରୋହରେ ଝାନ୍ସୀ ରାଣୀଙ୍କ ରଣହୁଙ୍କାରରେ ଇଂରେଜ ସେନାପତି ଚମକି ଉଠିଲେ। ଜଗଦୀଶପୁରର ଜମିଦାର କନ୍ୱର ସିଂ ଇଂରେଜର ମୁକାବିଲା ଲାଗି ନିଜ ହାତକୁ ନିଜ ତରବାରୀରେ କାଟି ଗଙ୍ଗାକୁ ଉତ୍ସର୍ଗ କଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସାରା ଭାରତ ପ୍ରକମ୍ପିତ ହେଲା। କୁଟି ଖାଅ କାଟି ପିନ୍ଧ ସ୍ଲୋଗାନ ସାରା ଦେଶରେ ପ୍ରତିଧ୍ୱନିତ ହେଲା। 1930ରେ ସମୁଦ୍ର ଇଲାକାରୁ କୁନି କୁନି ବାନର ସେନାମାନେ ଗାଇଲେ, ତୁମେ ମାର କେତେ ବେତ ମାରିବ, ଜୀବନକୁ ଆମେ ପାଣି ଛଡ଼ାଇଛୁ, ତୁମେ କି ଆମକୁ ପାରିବ। 1938 କିଶୋର ଶହୀଦ ବାଜିରାଉତଙ୍କ କଣ୍ଠରୁ ଶୁଭିଲା, ପ୍ରଜାମଣ୍ଡଳର ହୁକୁମ ନାହିଁ, ଡଙ୍ଗା ମୁହିଁ ଛାଡ଼ିବି ନାହିଁ। 1942 ବଚେମ୍ବର ଗୋଆଲିଆ ଗ୍ୟାଙ୍ଗ ନୈମିଦାନରୁ ପ୍ରତିନିଧିତ୍ୱ ହେଲା, ଭାରତ ଛାଡ଼, କର ଅବାମର କରେଙ୍ଗେ ୟାମରେ। 1944ରେ ବିଶ୍ୱତ୍ରାସୀ ସୁବାସ କହିଲେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ପିଲାରୁ ବୁଢ଼ା ଦେଶ ଲାଗି ସମସ୍ତେ ପାଗଳ ହୋଇଗଲେ। ତ୍ରିରଙ୍ଗା ଝଣ୍ଡା ଭାରତର ସଫେଦ ଆକାଶରେ ରୋମାଞ୍ଚ ସୃଷ୍ଟି କଲା। ସବୁଆଡ଼ୁ ଶୁଭିଲା, ଝଣ୍ଡା ଉଚ୍ଚା ରହେ ହମାରା। ଆଜି ଆମେ ସ୍ୱାଧୀନ ଦେଶର ସ୍ୱାଧୀନ ସନ୍ତାନ। ଆଜି ସେହି ଝଣ୍ଡା ତଳେ ଶପଥ ନେବା, ଭାରତକୁ ମହାନ କରି ଗଢ଼ିବା। ଶେଷରେ ମୁଁ ଆମର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତ ଶତ ପ୍ରଣାମ ଜଣାଉଛି ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆମର ପ୍ରିୟ ଭାରତବର୍ଷ ସର୍ବଦା ଶାନ୍ତି, ସମୃଦ୍ଧି, ଏକତା ଓ ପ୍ରଗତିର ପଥରେ ଅଗ୍ରସର ହେଉ। ଆସନ୍ତୁ ସମସ୍ତେ ମିଶି ଉଚ୍ଚ ସ୍ୱରରେ କହିବା, ବନ୍ଦେ ମାତରମ୍, ଭାରତ ମାତା କି ଜୟ, ଜୟ ହିନ୍ଦ, ଜୟ ଭାରତ।